ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ଓଡ଼ିଶାର ରାଜନୀତିର ପ୍ରବୀଣ ରାଜନୈତିଜ୍ଞ ତଥା ମହାନ ଜନନାୟକ ବାଲେଶ୍ୱର ପୂର୍ବତନ ବିଧାୟକ ଅରୁଣ ଦେଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ସକାଳେ ଅରୁଣ ଦେ ସ୍ମୃତି ପରିଷଦ କାର୍ଯ୍ୟାଳୟ ଓ ସବାରାମପୁର ସ୍ଥିତ ଛକସ୍ଥିତ ଦାଦାଙ୍କ ପ୍ରତିମୂର୍ତ୍ତିରେ ମାଲାର୍ପଣ କରାଯାଇଥିଲା। ପରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ପରିଷଦର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଓ ପ୍ରଦୀପ୍ତ ପଣ୍ଡା, ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦାଦାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ତାଙ୍କର ଜୀବନାଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସମାଜର ଅବହେଳିତ ଖଟିକିଆ ମେହନତି ମଣିଷଙ୍କର ଉନ୍ନତି ପାଇଁ ସେ ଜୀବନ ତମାମ କାର୍ଯ୍ୟ କରି ଆସିଥିଲେ। ସାଧାରଣ ଜନତାଙ୍କର ସ୍ୱାର୍ଥ ରକ୍ଷା ପାଇଁ ବିଧାନସଭାରେ ଦାଦାଙ୍କର ପ୍ରଶ୍ନ ଉତ୍ଥାପନ ରାଜ୍ୟର ଅନ୍ୟାନ୍ୟ ବିଧାୟକଙ୍କୁ ପ୍ରେରଣା ଦେଉଥିଲା ବୋଲି ଅତିଥିମାନେ କହିଥିଲେ। ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ବାଲେଶ୍ୱର ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଶ୍ରମିକ ନେତା ପ୍ରଦୀପ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ତୃଣମୂଳ ସ୍ତରରେ ରହୁଥିବା ବ୍ୟକ୍ତିଙ୍କର ଉତ୍ଥାନ ପାଇଁ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଦାଦାଙ୍କର ରାଜନୈତିକ ଜୀବନର ସହଯୋଗୀ ଭାବେ କାର୍ଯ୍ୟ କରିଥିବା ତଥା ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ବର୍ଷିୟାନ ସାହିତ୍ୟିକ ତଥା ଗବେଷକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ବର୍ଷିୟାନ ଆଇନଜୀବୀ ଶମ୍ଭୁନାଥ ମହାନ୍ତି ଓ ପୁରୁଷୋତ୍ତମ ବିଶ୍ୱାଳ, ଆଇନଜୀବୀ ଶରତ ମହାପାତ୍ର, ନୃତ୍ୟ ସଙ୍ଗୀତ କଳାମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ଶରତ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ନାରୀ କବି ଦୀପ୍ତି ଦାସ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଜୟ କୁମାର ପଣ୍ଡା, ଯୁବ ଶିଳ୍ପୋଦ୍ୟୋଗୀ ଆକାଂକ୍ଷା ବେହେରା ଓ ଛାତ୍ର ନେତା ବିଭୁପଦ ପରିଡ଼ା ପ୍ରମୁଖଙ୍କୁ ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ମୃତି କମିଟିର କାର୍ଯ୍ୟକର୍ତ୍ତା ପରିଷଦର ଉପଦେଷ୍ଟା ରଞ୍ଜନ ବାଗ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବି ଶ୍ରୀଦେବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। କୃଷକ ନେତା ଅରୁଣ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନୁସୂୟା ନାୟକ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ବିନୋଦ ଜି, ଅଭିଜିତ ଦାସ, ଭୋଳାନାଥ ବେହେରା, ମଧୁସୂଦନ ମହାପାତ୍ର, ଦେବେନ୍ଦ୍ର ଦାସ, ଶରତ ଦାସ, ତ୍ରିଲୋଚନ ବାରିକ, ଜୟନ୍ତ ମହାପାତ୍ର, ଯଶୋଦାନନ୍ଦନ ଆସ, ଗୋପୀକୃଷ୍ଣ ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।